କୋଉଠୁ କହୁଛ? କଟକ ନରସିଂହପୁର। କଟକ ନରସିଂହପୁର, ହଁ କଣ କହ? ଏଇ ଯୋଉ ଗୃହସ୍ଥ ଧର୍ମର ଗୋଟେ ଜିନିଷ ପଚାରିବି ଟିକେ। ହଁ, ଗୃହସ୍ଥ ଧର୍ମର କଣ ଜିନିଷ? ମାନେ ଯୋଉମାନଙ୍କର ଖାଦ୍ୟ ଆଉ ଶୋଇବାଟାରେ ଖାଲି ଡାହାଣ ପଟେ ନିଶ୍ୱାସ କଲେ ହବ ଆଉ ବାକି ହବନି? କେତେବେଳେ? ଭୋଜନ ଶୟନ। ହଁ, ଭୋଜନ ଶୟନ ଜଳପାନ ହଉଛି ବାମରେ, ଭୋଜନ ହଉଛି ଡାହାଣରେ। ପାଣି ପିଇବ ବାମ ପଟେ। ବାମ ପଟରେ ପାଣି ପିଇବ, ଶୟନ ଜଳପାନ ପାଣି ବାମ ପଟରେ, ଆଉ ହଁ ଭୋଜନ ସ୍ନାନ ଆଉ ଅନ୍ୟାନ୍ୟ କର୍ମ ସବୁ ହଉଛି ଡାହାଣ ପଟରେ। ମାନେ ମୁଁ ଏଟା ଶୁଣିଥିଲି, ପଢୁଛି ଟିକେ ପଢି ଯୋଉ ବହିଟା ଯେ ଆମର ଅନନ୍ତଙ୍କ ଲେଖା ଯୋଉ କଣ କି ଜୀବ ପରମ ସଂହିତା। ହଁ। ଜୀବ ପରମ ସଂହିତା ଟିକେ ଶୁଣୁଥିଲି ତ, ଆପଣଙ୍କୁ ଟିକେ କ୍ଲିୟର ହବାକୁ ଟିକେ ମନେ କରୁଛି ଟୋଟାଲି। ମନେକର ଭୋକଟା ବର୍ତ୍ତମାନ ହଉଛି, ବାଁକୁ ନିଶ୍ୱାସ ଯାଉଛି, ଭୋକଟା ହଉଛି। ହଁ, ଡାହାଣ ପଟୁ ଆଣିକି ଖାଇବ। ହେଇପାରିବ ତ? ହଁ, ଡାହାଣ ପଟୁ ଆଣିକି ଖାଇବ। ମୁଁ ଡାହାଣ ପଟୁ ଆପଣଙ୍କୁ ପଚାରୁଛି ଟିକେ ଖାଲି ମାନେ ଆମେ ତ ଗୃହସ୍ଥ ଧର୍ମ। ହଁ। ସେଇଥିପାଇଁ ଟିକେ ପଚାରୁଛି ଟିକେ ଆଉ। ହଁ, ତମେ ଡାହାଣ ପଟୁ ଆଣିକିରି ଖାଇବ, କିଛି ଅସୁବିଧା ନାହିଁ। ଆଣି ଖାଇଲେ କିଛି ବି ମାନେ ଶରୀରରେ କିଛି ପ୍ରୋବ୍ଲେମ ହବନି? ନାଇଁ, ପ୍ରୋବ୍ଲେମ କାହିଁକି ହବ? ଆଉ ଫେରେ ଶୋଇଲା ବସିକି ଫେରେ ବାଁକୁ ଆଣିକି ଶୋଇପାରିବ? ହଁ। ହଉ ଏତିକି ଆଉ। ହଉ ହଉ। ଆପଣଙ୍କର ଯଦି କୃପା ହବ ଦର୍ଶନ ଟିକେ ପାଇଯାଆନ୍ତା ଟିକେ। ହଁ, ଆସିବ ଆଉ କଣ। ପ୍ରାଣ କାଳେ ମନସା ଚଳେନ ଭକ୍ତା ଯୁକ୍ତ ଯୋଗ ବଳେନ ଚୈବ ଭୃଗୁର୍ ମଧ୍ୟ ପ୍ରାଣମାପେଚ ସମ୍ୟକ୍ ସତଂ ପରଂ ପୁରୁଷଂ ଦିବ୍ୟମ୍। ତେଣୁ ପ୍ରାଣ ଏକାଗ୍ର ବଳେ ଭକ୍ତି ବରେ ସେଦିତ ପରମ କୋଳେ ଗୁରୁ ମଧ୍ୟ ପ୍ରାଣ ଥାପିଣ ସମ୍ପୂର୍ଣ୍ଣ ବିଶ୍ରାମ ଏଇ ଯୋଗ ବଳେ। ତେଣୁ ତମେ ଭୁରୁ ମଧ୍ୟରେ ପବନକୁ ସ୍ଥିର କରିଦେଲେ, ଭୁରୁ ଦ୍ୱୟ ମଧ୍ୟରେ ପବନକୁ ସ୍ଥିର କରି ଯେତେବେଳେ ତମର ଝଡ ଝଞ୍ଜା ଆସିବ କି ମୃତ୍ୟୁ ସମୟ ଆସିବ, ସୂକ୍ଷ୍ମ ପ୍ରାଣାୟାମରେ ଗୁରୁଦ୍ୱୟ ମଧ୍ୟରେ ପବନ ଟାକୁ ସ୍ଥିର କରିଦେଇକି ବସିଲେ ଆମର ସବୁ ସଇଲା କାମ। ଆଜ୍ଞା। ଏଇଟା ଅତି ସୂକ୍ଷ୍ମ ସରଳ ପ୍ରାଣାୟାମ, ଆଉ ଅତି ସହଜ ସମୟ ଭିତରେ ମଧ୍ୟ ଆମେ କରିପାରିବା। ପବନକୁ ଭୁରୁ ମଧ୍ୟରେ କେମିତି ସ୍ଥାପନା କରିବା, ସେ କୌଶଳ ସଦଗୁରୁ ଦେଇଦେବେ। ଦେଲେ ସେଇ କୌଶଳକୁ ଅବଲମ୍ବନ କର। କଣ ଦରକାର ସାଧନା ମାଝର ଭଜନ ଏଗୁଡା ସବୁ କିଛି ଦରକାର, ଏଗୁଡା ସବୁ ଲୋକ ଦେଖାଣିଆ। କିନ୍ତୁ ଆସିବାର ମୁକ୍ତି ହଉଛି ମୂଳ। ଆଚ୍ଛା, ଯୋଗ ମାର୍ଗ ସାର୍, ଯୋଗ ମାର୍ଗ କେମିତି ସେଟା କରିବା ବୁଝି ସେଇ କଥାଟା ପା ମୁଁ କହିସାରିଲିଣି। ତମ ମୁଁ ପାଇଁ ମନ୍ତ୍ର ଦୀକ୍ଷା ନେଇଛି ସାର୍। ଆଁ ମୁଁ ମନ୍ତ୍ର ଦୀକ୍ଷା 2000 ରେ ନେଇଥିଲି। ମନ୍ତ୍ର ଦୀକ୍ଷା ନେଇଥିଲ ସଦ୍ଗୁରୁଙ୍କ ଠାରୁ ନେଇଥିଲ ନା? ଆଜ୍ଞା। ଯିଏ ନେଇଥିଲେ ସିଏ ତ ମୁଁ ସେ ସୂତ୍ର ତ କହିଦେବେ। ସେ ତ ନେଇନା ଏବେ, ମୁଁ ନେଇଥିଲି ଆପଣଙ୍କ ଦକ୍ଷିଣ କାଳୀ ମନ୍ତ୍ର ନେଇଥିଲି ମୁଁ। ଦକ୍ଷିଣ କାଳୀ, ଆଜ୍ଞା। ଯୋଉ କାଳୀ କଣ ବିବେକାନନ୍ଦ ଆମକୁ ମୁକ୍ତି ଦବ? ଆଜ୍ଞା, ବିବେକାନନ୍ଦ ଯୋଉ ନେଇଥିଲେ ହୁଁ ସେଇ ମନ୍ତ୍ର ନେଇଥିଲି। ମୁଁ ସେ କହିଲେ ମନ୍ତ୍ର ଦୀକ୍ଷା ଦେଲା ବେଳେ କୋଉ ଭଗବାନଙ୍କୁ ଭଲ ପାଉଛ? ସେ କହିଲେ? ଆଜ୍ଞା, ମୁଁ କହିଲି ଦକ୍ଷିଣ କାଳୀ। ମୁଁ ବିବେକାନନ୍ଦଙ୍କର ବହି ପଢିଥିଲି ତ। ହଁ ହଁ ହଁ। ହଁ, ତ ସେ ଅନୁସାରେ ମତେ ସେ ଦୀକ୍ଷା ଦେଲେ। ଦକ୍ଷିଣ ଆଉ କାଳୀ ମତେ ସାଧନା ଦେଖିବ। କଲେ ତନ୍ତ୍ର ମଧ୍ୟ ମୁଁ ପ୍ରାୟ ବର୍ଷେ ସାଧନା କରିଥିଲି, ବହୁତ ଫଳ ମିଳିଥିଲା। ହଁ ବହୁତ ଫଳ ମିଳିଥିଲା। ହଁ ଆଉ ଯୋଉ ଫଟୋ ମୁଁ ପୂଜା କରୁଥିଲି, ସେଟା ବହୁତ ତନ୍ତ୍ର ମାର୍ଗ ଟା ବହୁତ ବିସ୍ତାର। ଆଜ୍ଞା, ମତେ ବହୁତ ଟାଇମ ଲାଗୁଥିଲା, 4 ଘଣ୍ଟା ଲାଗେ ପୁରା। ହୁଁ ହୁଁ। ସକାଳେ 4 ଘଣ୍ଟା, ସନ୍ଧ୍ୟାରେ 4 ଘଣ୍ଟା। ମୁଁ ସର୍ଭିସ କରୁଥିଲି। ତାପରେ ଯେତେବେଳେ ମୋର ପ୍ରମୋସନ ହେଲା, ହୁଁ ମୋର ଆମ ବ୍ଲକ ରୁ ନୂଆପଡା ବ୍ଲକ କୁ ହେଇଗଲା ପ୍ରମୋସନ, ହେଡମାଷ୍ଟର ପ୍ରମୋସନ ହେଲା। ହୁଁ ହୁଁ। ତାପରେ ମୁଁ ଗଲି, ସେଠି ବହୁତ ଗୁଡା ନିୟମ ଆଜ୍ଞା। କୋଉଠୁ ଖାଇବେନି, କାହାର ପାଣି ପିଇବେନି, ପୁରା ବ୍ରହ୍ମଚାରୀ ରହିବେ। ପୁରା ନିୟମ ଅନୁସାରେ କରିଥିଲେ, ଫଳ ମଧ୍ୟ ବହୁତ ମିଳିଲା ଆଜ୍ଞା। ହୁଁ ହୁଁ। ହଁ, କିନ୍ତୁ ସାର୍ ଗଲା ପରେ ଇଆଡେ ସିଆଡେ ଖାଇବାକୁ ପଡିଲା। ତାପରେ ମୁଁ ଛାଡିଦେଲି। ତାପରେ ଆସିଲା ପରେ ମୋର ଭାଇ ଗୋଟେ ବି ଆକ୍ସିଡେଣ୍ଟ ହେଲା ରେଲୱେ ଷ୍ଟେସନ ରେ, ତାର ଗୋଡ 2ଟା କଟିଗଲା। ସେ ତାପରେ ନାତି ଗୋଟେ ବି ସେଇଟା ଖରାପ ହେଇଗଲା। ଏମିତି କରି ନାରେ ପଶିଗଲି ତ, ସବୁ ଛାଡି ଛୁଡା ଦେଲି। ତାପରେ ଏବେ ବର୍ଷେ ହେଲା ଫେରେ ଆରମ୍ଭ କରିଛି। ହୁଁ, ଆଉ କର। ନାଇଁ ସେଟା ଆଉ କରୁନି, ସେଟା ଆଉ ପାରିବିନି ଆଜ୍ଞା। ସେଟା ବହୁତ ଟାଇମ ଲାଗୁଛି। ହଁ ଆଉ 4 ଘଣ୍ଟା ବସିବା ସମୟ ନାହିଁ, ଆଉ ପାରିବିନି ଆଉ। ଏବେ କି ସାଧନା କରୁଛ? ଏବେ ମୁଁ ଖାଲି ଆସନ କେତେଟା କରୁଛି, ପ୍ରାଣାୟାମ ନାଡି ଶୋଧନ ପ୍ରାଣାୟାମ କରୁଛି। ହୁଁ। ଆଉ 2 ପର ସେଟା କରୁଛି, 2 ଓଳି। ତାପରେ ବନ୍ଧ, ଜାଲନ୍ଧର ବନ୍ଧ, ମୂଳ ବନ୍ଧ, ତାପରେ ବଜ୍ରକାଳୀ ମୁଦ୍ରା, ଏ ହୁଁ ସବୁ ଏ ସବୁ। ସେଟା କରୁଛ ଯଦି କର, ଭଲ ହେଲା, କିଛି ଅସୁବିଧା ନାହିଁ। ଆଜ୍ଞା। କରୁଥାଅ, କରୁଛ ତ ଆଉ କଣ। ଆଜ୍ଞା। ହୁଁ ହୁଁ।
ତ ମୁଁ ବର୍ତ୍ତମାନ ସେଠି ନାରୀ ସଦନ ତାର ଚାଲିଛି 142 ହିସାବରେ ଧୀରେ ଧୀରେ ତମ ନାଡି ଏପର୍ଯ୍ୟନ୍ତ ଶୋଧନ ହେଇନି ନା? ମୋର ସେବେଳେ ହେଇଯାଇଥିଲା ଆଜ୍ଞା, ମୁଁ ସେବେଳେ ପ୍ରାଣାୟାମ ବି କରୁଥିଲି, ଆସନ ସବୁ କରୁଥିଲି ତ ହୁଁ ସବୁ ହେଇଯାଇଥିଲା। ଆରୁ ପୁରା ସ୍ୱାସ୍ଥ୍ୟ ମଧ୍ୟ ବହୁତ ପରିବର୍ତ୍ତନ ହେଇଥିଲା ହୁଁ ହୁଁ ଆଉ ବହୁତ ଭଲ ଲାଗୁଥିଲା। ମୁଁ ସେ ପ୍ରମୋସନ ମୁଁ ନାଇଁ ମନା କରୁଥିଲି, କିନ୍ତୁ ସମସ୍ତେ ଭୋକୁଆଟା କି ଜାନୁଆର ନାଇଁ କି ଯାହା କହିଲି, ତାପରେ କଲି ଆଉ କ'ଣ କରିବି। ହୁଁ ହୁଁ ତାପରେ ମୁଁ ସେ ସାଧାରଣ ଛାଡ଼ିବାକୁ ବାଧ୍ୟ ହେଲି। ଇଆଡ଼େ ସିଆଡ଼େ କାହାର ଘରେ ଖାଇବ, କାହାର କୋଉଠି ମିଳିବ ସେଠି ଅନ୍ୟ ଜାଗାରେ। ହୁଁ ହୁଁ ତାପରେ ତାକୁ ସଫି ଦେଲି, କିଛି ନାହିଁ। ଏ ପର୍ଯ୍ୟନ୍ତ ସେ ମୋ ସାଙ୍ଗରେ ଅଛି ଭଳିଆ ଲାଗୁଛି ସବୁବେଳେ। ହଁ ହଁ ହଉ ଆପଣଙ୍କୁ କ'ଣ କରିବୁ ଆପଣଙ୍କୁ ଭାବୁଛି ଆଁ ସେ ଗୁରୁ ମୋର ନାଇଁ ନା ବର୍ତ୍ତମାନ, ସେ ତାଙ୍କ ଦେହ ତ୍ୟାଗ କରି ସାରିଲେଣି। ସେଇ ଗୁରୁ ଯୋଉଠି ମିଳିବେ ତାଙ୍କୁ ସନ୍ଧାନ କର। ଆମେ ସେ ପ୍ରକାର ସାଧନା କିଛି ଜାଣିନୁ। ହୁଁ ସେଇ ଗୁରୁ ନାଇଁ ଆଜ୍ଞା, ଆପଣଙ୍କର ସାଧନା ପଦ୍ଧତିରେ ସରଳ ସାଧନା ଟିକେ କରିବି ଭାବୁଛି। ଆମର କ'ଣ ଆମ ପଦ୍ଧତି କଲେ ସେଗୁଡ଼ା ସବୁ ଛାଡ଼ିବାକୁ ପଡ଼ିବ। ଆଜ୍ଞା କାହିଁକି ନା ଆମର ଅଲଗା ବାଟ। ଆପଣ ଯୋଗ ମାର୍ଗ ବାଟ ତ, ଯୋଗ ମାର୍ଗ ତ କହୁଛନ୍ତି? ଯୋଗ ମାର୍ଗ ଯେ ହଁ ଆମର ହଉଛି ନିବୃତ୍ତି ମାର୍ଗ। ନିବୃତ୍ତି ମାର୍ଗ। ହଁ ସେଟା ହଉଛି ପ୍ରବୃତ୍ତି ମାର୍ଗ। ଆଜ୍ଞା ପ୍ରବୃତ୍ତି ତନ୍ତ୍ର ମାର୍ଗ ସେ ସବୁ। ଆଜ୍ଞା କିନ୍ତୁ ଆମର ସେ ମାର୍ଗ ନୁହେଁ। ସେ ହଉଛନ୍ତି ନିଗମାନନ୍ଦଙ୍କର ଶିଷ୍ୟ, ବୁଝିଲେ କି ନାହିଁ? ଆପଣ ବୋଧହୁଏ ଜାଣିଥିବେ, ଭୁବନ ପାଖରେ ଭୂଷଳ ତାଙ୍କର ଆଶ୍ରମ ଥିଲା, ଅଛି। ନା ମୁଁ ଜାଣି ନାହିଁ, କିନ୍ତୁ ନିଗମାନନ୍ଦ ତ ନିହାତି ଯୋଗୀ ଅଛନ୍ତି। ତନ୍ତ୍ର ଯୋଗୀ ମାର୍ଗ ତାଙ୍କର ଯୋଗୀ ଗୁରୁ, ତନ୍ତ୍ର ଗୁରୁ, ତାନ୍ତ୍ରିକ ଗୁରୁ ସବୁ ବହି ପତ୍ର ମଗେଇ କରି ପଢିଥିଲି ମୁଁ। ତାପରେ ସେ ଦୀକ୍ଷା ବି ନେଇଥିଲି। ସେ ଭଲ କାମ ବି ଦଉଥିଲା, କିନ୍ତୁ ଗଲା ପରେ ଆଉ କାହାଠୁ ଉପଦେଶ ମିଳିଲାନି ଆଉ। ଯାଇପାରୁନି, ମୁଁ ଯାଇପାରିଲିନି ଆଉ ଫେର। ତମେ ଗୋଟେ କଥା କର, ସେଇ ନିଗମାନନ୍ଦଙ୍କ ମାର୍ଗରେ ଯିଏ ଥିବେ ସେଇଆଙ୍କୁ ଧର। ସେଇଥିପରେ କୋଉ ଆଉ ଖୋଜୁଛି, କିନ୍ତୁ ମିଳୁନାହାନ୍ତି। ନା ସେମିତି ସଦ୍ଗୁରୁ ହେଲେ ତ ହବ। ନା ଆମେ ତ ସେ ମାର୍ଗର ନୁହେଁ। ଆଜ୍ଞା ପୁଣି ବର୍ତ୍ତମାନ ମୂଳରୁ ତମକୁ ମଡିବା ପାଇଁ ପଡିବ, ସେଗୁଡା ସବୁ ଛାଡିକି। ଆଉ ଆଜ୍ଞା ସମୟ ନାହିଁ ତମର, ବୁଝିଲ? ଆଜ୍ଞା ତମର ଆଉ ସମୟ ନାହିଁ। ଆଜ୍ଞା ଯେହେତୁ ସେ ଗୋଟେ ମାର୍ଗରେ ଯାଇଛ, ତମେ ସେଇଥିରେ ଯେତେ ବାଟ ଯିବା କଥା ଯାଅ।